ଦୁହିଁଙ୍କ କଳିରୁ ତୃତୀୟର ଲାଭ। ଆମେ ବହୁ ଜନ୍ତୁମାନଙ୍କୁ ଘରେ ପାଳିଥାଉ। ଅଧିକାଂଶ ଲୋକ ବିରାଡ଼ି ପୋଷନ୍ତି। ମାଣବସା ଗୁରୁବାର ହୋଇଥାଏ। ଘରେ ଅନେକ ପିଠାପଣା ହୋଇଥିଲା। ଦୁଇଟି ବିରାଡ଼ି ଗୋଟାଏ ମଣ୍ଡା ପିଠା ପାଇଲେ। ସେମାନେ ତାକୁ ଭାଗ କରି ଖାଇବେ ବୋଲି ଠିକ୍ କଲେ। କିପରି ଭାଗ କରିବେ ସେମାନେ ଜାଣିପାରିଲେ ନାହିଁ। ଶେଷରେ ସେ ଦୁଇ ଜଣ କଳି କଲେ। କାମୁଡ଼ା କାମୁଡ଼ି ହେଲେ। ପିଜୁଳି ଗଛ ଉପରେ ବସିଥିଲେ ମାଙ୍କଡ଼ଟାଏ। ସେ ତାଙ୍କର ଏହି କଳିକୁ ଦେଖୁଥାଏ। ମଣ୍ଡା ପିଠାଟିକୁ ଖାଇବାକୁ ସେ ଗୋଟାଏ ବୁଦ୍ଧି ପାଞ୍ଚିଲା। ତଳକୁ ଆସି ସେ କହିଲା, ଆଲୋ ବିଲେଇ ନାନୀ, କାହିଁକି ଅଯଥା କଳି କରୁଛ? ମୋତେ ଦିଅ, ମୁଁ ତରାଜୁରେ ଓଜନ କରି ସମାନ ଭାବରେ ଭାଗ କରିଦେବି। ଏହା କହି ସେ ପିଠାଟିକୁ ବଡ଼ ସାନ କରି ଦିଖଣ୍ଡ କରିଦେଲା। ତରାଜୁରେ ତାକୁ ରଖିବାରୁ ଗୋଟାଏ ପଟ ତଳକୁ ହୋଇଗଲା। ମାଙ୍କଡ଼ ବଡ଼ ଖଣ୍ଡରୁ ପୁଳାଏ ଖାଇଦେଲା। ତରାଜୁରେ ସେଇଟି ସାନ ହୋଇଗଲା। ମାଙ୍କଡ଼ ପୁଣି ଆର ଖଣ୍ଡରୁ ପୁଳାଏ ଖାଇଦେଲା। ଏହିପରି ମାଙ୍କଡ଼ ଦୁଇ ଖଣ୍ଡ ଯାକ ପିଠାକୁ ସବୁ ଖାଇଦେଲା। ଶେଷରେ ବିରାଡ଼ିଙ୍କୁ ଟିକିଏ ଚାହିଁ ପିଜୁଳି ଗଛ ଉପରେ ଚଢ଼ିଗଲା। ବିଚରା ବିରାଡ଼ି ଦୁଇ ଜଣ ଜଳ ଜଳ କରି ଅନାଇଥାନ୍ତି। ଏତିକି ବେଳେ ସେମାନେ ନିଜର ଭୁଲ ବୁଝିପାରିଲେ। ଏଥିରୁ ଆମେ ଶିଖିଲେ, ନିଜ ଭିତରେ କଳି କଲେ ଶତ୍ରୁର ଲାଭ ହୁଏ। ଧନ୍ୟବାଦ।